କୁଆଡ଼େ ଯାଉଛୁ ତୁ? ରହ। ନମସ୍କାର, ଜୟ ଜଗନ୍ନାଥ। ରାତି ଗୋଟେ ବାଜିଲାଣି। ବର୍ତ୍ତମାନ ମୁଁ ରେଡ଼ି ହେଇକିରି ଯୋଉ ବାଡ଼ିରେ ସେ ମୋ ଚେନ୍ ଟାଣୁଥିଲା ସେଇ ଲୁହା ରଡ଼ରେ, ଏଇଠି ଲୁହା ଲଗେଇଛି ନା ଏଇଟାରେ, ମୁଁ ଆଜି ତାକୁ ଜଗି ଆଜି ମାରିବି। ତ ମୁଁ ଆସିକି ଘରେ ପହଞ୍ଚି ଯାଇଛି। ଜାଣିଛନ୍ତି ଆପଣମାନେ, ଗାଁକୁ ଯାଇଥିଲି ଶିବରାତ୍ରି ପାଇଁ। ମୁଁ ଆଜି ଆସିକି ତ ପହଞ୍ଚିଲି। ମୁଁ ଗୋଟିଏ ଭିଡ଼ିଓ ପୋଷ୍ଟ କରିସାରିଛି ମୁଁ ପହଞ୍ଚିଛି ବୋଲି, କିନ୍ତୁ ମୋତେ ରାତିରେ ନିଦ ନାହିଁ। ଆଜି ଏଠି ଆସିକି ପହଞ୍ଚିଲା ପରେ ମୁଁ ଖବର ପାଇଲି, ମୋତେ କହିଲେ ଆମର ଏଇଠୁ 3ଟା ବିଲ୍ଡିଂ ଛାଡ଼ିକିରି ସେଠୁ 2ଟା ମୋବାଇଲ ନେଇଛନ୍ତି ଝରକାରୁ। ତେଣୁ ନିହାତି ଡୋର ଖୋଲା ମାନେ ସେ ଉଠିବ। ତ ମୁଁ ଦେଖନ୍ତୁ ଗ୍ଲାସ୍ ବନ୍ଦ କରିନି। ଏଇଠି ସେ ବାଡ଼ି ବଢ଼ାଏ, ଏଇ ଜାଗାରୁ ଦେଖିଲେ ତ, ଏଇଠୁ ସେ ବାଡ଼ି ବଢ଼ାଉଛି ନା। ତ ମୁଁ ଆଜି ଖାପେଇକି ତାକୁ ରହିବି। ମୁଁ ଆରିବି, ପୁରା କାଟିଦେବି ତା ବେକ ପୁରା। ଏଇଟା ବନ୍ଦ କରିନି, ଆଜି ଲାଇଟ୍ ବନ୍ଦ କରିକି ରହିବି। ବର୍ତ୍ତମାନ ଇଏ ଅନ୍ଧାର, ସେପଟେ ସବୁ ଲାଇଟ୍ ଜଳୁଛି। ଦେଖନ୍ତୁ ଏମିତି ଟାଇମରେ ବି ଲୁଟପାଟ କେମିତି କରୁଛନ୍ତି ଦେଖନ୍ତୁ। ମୁଁ ତ ଏଇଟା ରେଡ଼ି ହେଇକି ଧରିକି ବସିଛି ହେଲା। ତ ମୋ ରୁମ୍ ଦେଖନ୍ତୁ ପୁରା ଅନ୍ଧାର କରିଦେଇଛି ରୁମ୍କୁ। ଜିରୋ ଲାଇଟ୍ ଦେଇଥିଲି, ଜିରୋ ଲାଇଟ୍ ବନ୍ଦ କରିଛି। ମୁଁ ଦେଖନ୍ତୁ ତ ଏଇ ବାଡ଼ି ଏଇଠି ରହିଛି ନା, ଦେଖନ୍ତୁ ଏଇପଟେ ଆଜି ମାରିବି। ଆସିଯାଆନ୍ତା କି? ତ ଏମିତି ବସିବି, ଏଇଠି ମୁଁ ଶୋଇବି। ସେଦିନ ଏଇ ଜାଗାରେ ଏମିତି ଶୋଇଥିଲି ଦେଖନ୍ତୁ, ପୁରା ମୁଁ ଦେଖଉଛି ଏମିତି ଶୋଇଥିଲି ନା। ଭାବନ୍ତୁ ଏମିତି ଗୋଡ଼ଉଛି, ଏମିତି କରିକି ଉପରକୁ ଟେକି ଭିଡ଼ିଥାନ୍ତା। ଆଉ ଝରକା ଦେଖନ୍ତୁ, ଝରକା କେଉଁଠି ଅଛି ଦେଖିଲେ? ଝରକା ଦେଖନ୍ତୁ, ଦେଖିଲେ ଝରକାରୁ ମୋ ବିଲ୍ଡିଂ ଦେଖନ୍ତୁ କେତେ ଦୂରତା, ଦେଖିଲେ ପୁରା ପାଉଛି ନା କେମିତି କାମ। ଏଇଠି ଏମିତି ସେ ଗୁଡ଼େଇକି ଏଇଟା ବହୁତ ମଜବୁତ ଷ୍ଟ୍ରଙ୍ଗ। ତ ଆଜି ଲାଇଟ୍ ବନ୍ଦ କରିକି ଆଜି ବସିବି, ଗ୍ଲାସ୍ ଦେବିନି, ଜଗିକି ବସିବି ସେ କୋଣରେ। ଯେତେ ରାତି ହଉ ଆଜି ବସିବି। ଏଇ ବିଲ୍ଡିଂରୁ ପୁଣି ଗଲା କାଲି ରାତିରେ ଚୋରି। ତ ଏବେ ମୁଁ ଜିରୋଟା ତ ଦେଇଛି, ଦେଖନ୍ତୁ ଜିରୋଟା ଦେଇଛି, ଏଇଟା ହ୍ୱାଇଟ୍ ବଲ୍ବଟା। ତ ଏବେ ମୁଁ ବନ୍ଦ କରି, ଏବେ ପୁରା ଅନ୍ଧାର କରିଦେବି। ଅନ୍ଧାର କରିକି ଏଇ ଯେଉଁ କଣ ଦେଖୁନାହାନ୍ତି, ଏଇ କଣକୁ ରହିବି। ଗୋଟେ ଫାଳ ଝରକା ଖୋଲିଛି ନା, ଗୋଟେ ଫାଳ ଗ୍ଲାସ୍ ଖୋଲିଛି, ଏଇଠିକି ରହିବି। ପୁରା ଏମିତି ଜିନିଷ ସେଟିଂ କରିକି ରଖିଛି, ଯଦି ହେଇଗଲା ସେ ଓହ୍ଲେଇ ପାରିବନି। ମାନେ ସାଙ୍ଗେ ସାଙ୍ଗେ ଆଟାକ୍ କରିବି, ଓହ୍ଲେଇ ପାରିବନି। ଲଙ୍କା ଗୁଣ୍ଡ ରେଡ଼ି କରିକି ରଖିଛି, ଆଉ ଗୋଟେ ଖଣ୍ଡା ରଖିଛି, ମେନ୍ ଜିନିଷ ରଖିଛି। ଜାଲିକି ପୁରା ହାଲକା ଭିଡ଼ିକି ରଖିଛି, ପୁରା ସାଙ୍ଗେ ସାଙ୍ଗେ ମୋ ଜାଲିଟାକୁ ମାନେ ସେକେଣ୍ଡରେ ଫୋପାଡ଼ି ଦେବି। ମାନେ ଏମିତି ତାକୁ ହାଲକା ଉଠେଇକି ରଖିଛି, ସେ ଓହ୍ଲେଇ ବି ପାରିବନି। ସେ ପାଇପ୍ରେ ଚଢ଼ିକି ତଳୁ ଉପରକୁ ଉଠୁଛି ନା, ଆସିବନି। ମୁଁ ପୁରା ଆଜି ବାଗେଇକିରି ଶୋଇବି। ସେ ଟର୍ଚ୍ଚରେ ଆଜି ଦେଖିବ, କାରଣ ମୁଁ ଆଜି ରୁମ୍ ଅନ୍ଧାର ପୁରା ଟର୍ଚ୍ଚରେ ଦେଖିବ। ଆଉ ତ ଏମିତି ସବୁ କିଛି ଜିନିଷ ବି ଏଠି ରଖିବି ପ୍ଲାନ୍ କରିଛି। ତ ଇଏ ହେଉଛି ଆଜିର ପ୍ଲାନ୍। ତେଣୁ ମୋତେ ତ ନିଦ ନାହିଁ। ଯାହା ଘଟଣା ହେଇଯାଇଥିଲା, ଆଜି ବି ସେ ଶୈତାନ ମାନେ ଆସିବ। ଗ୍ଲାସ୍ ଖୋଲା ରହିଲେ ତ ଉଠିବ ମାନେ ତା ମୁହଁରେ। ଗୋଟିଏ କଥା, ମୁଁ ତ ସବୁ ନେଇଯାଇଛି, ବ୍ୟାଙ୍କ ଲକରରେ ରଖିଛି। ବାସ୍ ଯେତେବେଳେ ଚାହିଁବି ଲକର ଚାବି, ବ୍ୟାଙ୍କର ଲକର ଚାବି ଯେତେବେଳେ ଯିବି ଆଣିଲି, ଟିକେ କେଉଁଠି ପାର୍ଟି ଫଙ୍କସନ୍ ହେଲା ପିନ୍ଧିଲି, ନେଇକି ରଖିଦେଲି। ଦେଖନ୍ତୁ ମୁଁ ଗୋଟେ ନାଲି ସୂତାଟିଏ ପକେଇଛି। କିଣା ଜିନିଷ ମିଳିଯାଉଛି ଗୋଟେ, କିଛି ଦରକାର ନାହିଁ। ସେ କ'ଣ ନେବ? କ'ଣ ନେବ? କିନ୍ତୁ ଆକୁ ମୁଁ ମାରିବି। କେହି ଯେଉଁଟା କରିପାରୁନାହାନ୍ତି, ଆଜି ମୁଁ ଏକୁଟିଆ କରିବି ସେ କାମ। ତେଣୁ ପୁଅ ଅଛି, ମୁଁ ଅଛି, ପୁରା ପ୍ରି ପ୍ଲାନ୍ରେ ଆଜି ଏଇଠି ଅଛୁ। ଏଇ ଝରକା ମାନେ ମୋତେ, ମୁଁ ଶୋଇପଡ଼ିଲେ ସେଦିନର ସେ ଦୃଶ୍ୟ ମୋତେ ପୁରା ଆଖିରେ ଦେଖାହେଉଛି। ଦେଖୁଛନ୍ତି ଏଇଠି ଆଜି ଏମିତି ମାନେ ଆଟାକ୍ କରିବି ତାକୁ, ସେ କେବେ ଭୁଲି ନଥିବ। ଆସୁ କେତେ ଚୋରି। ଭିଡ଼ିଓଟି ବନେଇବା ପାଇଁ ମୁଁ ଲାଇଟ୍, ଜିରୋ ଲାଇଟ୍ ଦେଲି। ଦେଖନ୍ତୁ ସବୁଆଡ଼େ ମୁଁ ଅନ୍ଧାର କରିଦେଇଛି, ପୁରା ରୁମ୍ ପୁରା ଅନ୍ଧାର। ଦେଖିଲେ ଏପଟେ ମୋର ଗ୍ଲାସ୍ ଦିଆହେଇଛି, ଏପଟେ ମୋ ଆଖିରେ ଲାଇଟ୍ ଦେଖନ୍ତୁ, ଚଷମା ପିନ୍ଧିଦେଇଛି ବୋଲି। ଏପଟେ ଦେଖନ୍ତୁ, ଏପଟେ ମୋର ଇନଭର୍ଟର ଇଣ୍ଡିକେଟରଟା ଜଳୁଛି। ସବୁଆଡ଼େ ଦେଇଛି ହେଲା। ଆଉ ଗୋଟିଏ ଘରେ ମୁଁ ପୁରା ଜାଲ ବିଛେଇକିରି ବସି, ଆଜି ତାକୁ ଏମିତି ପୁରା ମାନେ ଟାଣି ଆଣିବି ପୁରା କଲିଜା।
ସିଏ ମୋତେ ଜାଣିନି, ମୁଁ କିଏ ମୋତେ ଜାଣିନି ରେ ବାବା। ସେଦିନ ମୁଁ ଅଜାଣତ ମାନେ ନ ଜାଣିବା ଅବସ୍ଥାରେ ମୁଁ ଶୋଇ ପଡ଼ିଥିଲି ବୋଲି ଫାଇଦା ଉଠେଇଦେଲା ଯେ ସେ ଝିଙ୍କୁଥିଲା, କିନ୍ତୁ ମୋତେ ପ୍ରଭୁ ବଞ୍ଚେଇ ଦେଲେ। ମାରିଥାନ୍ତା। ଆକୁ ଦେଖୁଛନ୍ତି ତ, ଏ ଯେଉଁ ଜିନିଷଟି ସେ ବନେଇଛି ପୁରା ତଣ୍ଟିରେ ମୁଣ୍ଡରେ ଆଖି ଭିତରେ ଯଦି ପଶିଥାନ୍ତା ମୁଁ ମରିଯାଇଥାନ୍ତି ଭାଇ, ମୁଁ ବଞ୍ଚି ନଥାନ୍ତି। ତେଣୁ ଆଜି ସେଥିପାଇଁ ତଳ ଲୋକ ବି ଅଛନ୍ତି ସାବଧାନ, ତଳୁ ଆଟାକ୍ କରିବେ। ସମସ୍ତଙ୍କ ଫୋନ୍ ଆଜି ରହିଛି ସେଇ ହିସାବରେ, ସମସ୍ତଙ୍କୁ ଖବର ହେଇଛି। ତଳେ ଯେଉଁମାନେ ଅଛନ୍ତି ଠିକ୍ ଆମେ 1ରୁ 2ଟା ପର୍ଯ୍ୟନ୍ତ ଏଇ ଜିନିଷଟା କରିବୁ, 2:30 ପର୍ଯ୍ୟନ୍ତ ସେମାନେ ଆଜି ଏଇ ଟାଇମ୍ରେ ରହିବେ। ନ ଶୋଇକି ଗୋଟେ ରିଙ୍ଗରେ କଲ୍ ରିସିଭ୍ କରିବେ। ମୁଁ ଯଦି ଏପଟୁ ଦେଖିବି ସାଙ୍ଗେ ସାଙ୍ଗେ ତଳକୁ କଲ୍ କରିବି, ସାଙ୍ଗେ ସାଙ୍ଗେ ଘେରାଉ କରିଦେବେ। ପୁଅର ସାଙ୍ଗମାନେ ଅଛନ୍ତି, ଆସିଛନ୍ତି, ସମସ୍ତେ ଅଛନ୍ତି। ଆଜି ଆମେ ଗୋଟେ ମୌକା ନେଉଛୁ, କାରଣ କାଲି ଏଇଠୁ ଚୋରି ହେଇଛି। ଏଇ ବିଲ୍ଡିଂରୁ ଏଇଠୁ 2-3ଟା ବିଲ୍ଡିଂ ଛାଡ଼ିକି 2ଟା ମୋବାଇଲ ଝରକା ଦାଢ଼ରୁ ବେଡ଼ରୁମ୍ରୁ ନେଇଛନ୍ତି। ତ ସେଇ ହିସାବରେ ଆଜି ମୁଁ ପୁରା ଆଟାକ୍ କରିବା ପାଇଁ ଏଠି ବସିଛି। ପୁରା ଭିଡ଼ିଓକୁ କଣ୍ଟିନ୍ୟୁ କରିବେ। ଆଜି ଚୋର ଧରିବି, ଆଉ କେମିତି ତାପରେ ମୁଁ ଆଟାକ୍ କରୁଛି ସେଇଟା ନିହାତି ଦେଖିବେ। ଆଉ ମୋଠୁ କିଛି ଶିଖନ୍ତୁ, ନିଜ ସହ ନିଜେ ଫାଇଟ୍ କରିବା ଶିଖିବେ। ମୁଁ ବର୍ତ୍ତମାନ ଲାଇଟ୍ ଅଫ୍ କଲି। ବର୍ତ୍ତମାନ ଇଏ ଲାଇଟ୍ ଅଫ୍ର ଦୃଶ୍ୟ ଜଗିକି ବସିବା, ସେ କେତେବେଳେ ଆସୁଛି। ମୁଁ ଗ୍ଲାସ୍ ଖୋଲି ଦେଇଛି, ପୁରା ଗ୍ଲାସ୍ ଖୋଲା ଅଛି, ଗ୍ଲାସ୍ ଖୋଲା ଅଛି। ମୁଁ ସେପଟୁ ଦେଖାଯିବି, ଦେଖିବା କେତେବେଳେ ଉଠୁଛି। ଆଜି ତ ତାର କାମ ତମାମ ମୁଁ କରିଦେବି। ଆଉ ତଳେ ବି ଲୋକ ସେଟିଂ ହେଇକି ଅଛନ୍ତି ତଳୁ ଉଠିବା ପାଇଁ। ସିଏ ଭାଇ ସସ୍ମିତା ଭୂଇଁଆ ସାଙ୍ଗରେ ପଙ୍ଗା ନେଇଛି, ଆଉ ସସ୍ମିତା ଭୂଇଁଆଠୁ ଚୋରି ନାଇଁ 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 ନାଇଁ, ସେମିତି ହେବନି ଆଜି। ତେଣୁ ମୁଁ ମୋ ରୁମ୍ରେ ସେ ରେଡ଼ି ରହିବି। ତଳେ ଲୋକ ରେଡ଼ି ଅଛନ୍ତି, ଚାରିପଟ ବିଲ୍ଡିଂ ବାଲା ରେଡ଼ି ଅଛନ୍ତି। ଆଜି ଆମେ ଆସୁଛି କି ନାହିଁ ସେଇଟା ଆମେ ଦେଖିବା। ନିହାତି ଡୋର୍ ଖୋଲା ରହିଲା ମାନେ ସେମାନେ ଉଠିବେ, ନିହାତି। କାରଣ ମୁଁ ନଥିଲି ଏଇ ଜିନିଷଟା କରିବା ପାଇଁ। ଆମର ଆଜି ପ୍ଲାନିଂ ହେଲା ଆମେ ଏଇ ଜିନିଷଟା କରିବା ପାଇଁ। ଦେଖନ୍ତୁ ସେପଟେ ଲାଇଟ୍ ଜଳୁଛି, ଆରପଟ ବିଲ୍ଡିଂରେ ଲାଇଟ୍ ଜଳୁଛି, ସେପଟକୁ ବି ଝାପ୍ସା ଦେଖା, ତା ମଧ୍ୟରେ ବି ସେ ଚଢ଼ିଛି। ଲାଇଟ୍ ଚଳିକି ବି ଏମାନେ ବାହାରୁ ଯେଉଁ ବିହାରୀ ବଙ୍ଗାଳୀ ଆସନ୍ତି, ଦିନ ସାରା କାମ କରନ୍ତି, ବିଲ୍ଡିଂ କାମ କରନ୍ତି, ରାତି ହେଲେ ଏମାନେ ଚୋରି ଚାରି କରି, ଏ ରେପୁଟେଡ୍ ଚୋର। ଏମାନଙ୍କର ଏଇଭଳିଆ କଞ୍ଚା ଶାଗୁଆନ କାଠ ଭାଙ୍ଗିକିରି ସେଥିରେ ତାର କଣ୍ଟା ପିଟିକି ଚୋରି କରିବେ କି? ଏ କେବଳ ମୋବାଇଲ, ଲ୍ୟାପଟପ୍ ଆଉ ସୁନା ଗହଣା ଚୋରି କରିବା ପାଇଁ ଏମିତି ବାଡ଼ି ସାହାଯ୍ୟରେ ଆଉ ଗୋଟେ ଚୁମ୍ବକ ସାହାଯ୍ୟରେ କ'ଣ ଟାଣୁଛନ୍ତି। ଯଦି ଦୂରରେ ଅଛି ତାକୁ ଟାଣିକି ପାଖକୁ ନେଇକି ଝରକା ସାଇଡ୍ ଭିତରେ ପାର କରୁଛନ୍ତି। ମାନେ କହିଲା ବେଳକୁ ଲୋମ ଟାଙ୍କୁଳି ଯାଉଛି, ବିଶ୍ୱାସ କରନ୍ତୁ ଲୋମ ଟାଙ୍କୁଳି ଯାଉଛି। କିନ୍ତୁ ପୁରା ଆଲର୍ଟ ସମସ୍ତେ ଅଛନ୍ତି, ପୁରା ଆମେ ଜାଲ ବିଛେଇଛୁ ପୁରା ପ୍ରି ପ୍ଲାନ୍ ସହିତ। ତ ଭିଡ଼ିଓକୁ ଆଗକୁ ଦେଖନ୍ତୁ ଆସୁଛି କି ନାହିଁ। ଆଉ କିଛି ସମୟ ପରେ ଜଣାପଡ଼ିଯିବ, 1:30 ହେବାକୁ ଯାଉଛି, ଜଣାପଡ଼ିଯିବ। ଲାଗୁଛି କିଏ ଗୋଟେ ଆସିଲା ଭଳିଆ। ଜଣାପଡ଼ୁଛି ସେ ଆସିଲା। କିଛି ଗୋଟେ ସାଉଣ୍ଡ ଶବ୍ଦ ହେଉଛି, ଜଣାପଡ଼ୁଛି। ମୁଁ ଲାଇଟ୍ ଅଫ୍ କରୁଛି, ଜଣାପଡ଼ିଯିବ। ଲାଇଟ୍ ଅଫ୍ କଲା ପରେ ଜାଣି ହେଇଯିବ, କାରଣ ମୁଁ ଭିଡ଼ିଓ ବନାଉଛି ମୋବାଇଲରେ ନା, ଲାଇଟ୍ ଆସିଯିବ। ଲାଗୁଛି ସେମିତି। ମୁଁ ବର୍ତ୍ତମାନ ଲାଇଟ୍ ଅଫ୍ କରୁଛି। ମୁଁ ଏବେ ଲାଇଟ୍ ବନ୍ଦ କରିଦେଲି। ବର୍ତ୍ତମାନ ମୁଁ ଏଇଠି ଲୁଚି ଯାଉଛି, କିଛି ତ ଗୋଟେ ଜଣା ପଡୁଛି। ଜଣା ପଡୁଛି ଆସ୍ତେ ଆସ୍ତେ ଆସୁଛି ବୋଧେ ସେ ଭଳିଆ। ମୁଁ ପୁରା ଲୁଚିକିରି ରହିଛି, କିଏ ଗୋଟେ ଆସିଲା ଭଳିଆ ଲାଗୁଛି। ଦେଖନ୍ତୁ କିଛି ତ ଗୋଟେ ଲାଗୁଛି। କପଡ଼ା ଉଠେଇବାକୁ ସାଇଡ୍ କରୁଛି ଡୋର୍ ସ୍କ୍ରିନ୍।
କୁଆଡ଼େ ଯାଉଛୁ ତୁ? ରହ ବେ ମା ଛାଡ଼। ଦେଖନ୍ତୁ ଦେଖିଲେ ଆସିଥିଲା, ମୁଁ କହୁଛି ନା, ଦେଖନ୍ତୁ ଏଇଟା ଟେକା ହେଇଛି ନା, ସେ ଏଇଟାକୁ ଉଠେଇକି ଯେତେବେଳେ ମୁଁ ଉଣ୍ଡିଛି ନା, ସାଙ୍ଗେ ସାଙ୍ଗେ ଏଇଟା ଯେତେବେଳେ ମୁଁ ମାରି ଦେଇଛି ସାଙ୍ଗେ ସାଙ୍ଗେ ପଳେଇଛି। ଦେଖନ୍ତୁ ସାଙ୍ଗେ ସାଙ୍ଗେ ପଳେଇଛି। ଆଉ ସାଙ୍ଗେ ସାଙ୍ଗେ ମୁଁ ଫୋନ୍ କଲି ତଳବାଲାଙ୍କୁ, ମାନେ ବିଶ୍ୱାସ କରିବେନି, ମାନେ କିଛି ସେକେଣ୍ଡରେ ସିଆଡ଼େ ଜଷ୍ଟ ତଳୁ ସେ ଡେଇଁଛି, ପୁରା ମାନେ ଡେଇଁବାର ଶବ୍ଦ ପୁରା ହେଇଛି, ମାନେ ସାଙ୍ଗେ ସାଙ୍ଗେ ଦୌଡ଼ିକି ପଳେଇଛି। ଆମେ ଯେତେବେଳେ ତଳକୁ ଗଲୁ ସାଙ୍ଗେ ସାଙ୍ଗେ ତ ଗେଟ୍ ଲକ୍ ଅଛି ନା, ଗେଟ୍ଟା ପୁଣି ତ ସଟର ଟାଇପ୍ର ଗେଟ୍ଟା ଆମର, ପୁରା ଚାବି ଖୋଲିକି ପିଲେଇବୁ ନା ତା ଭିତରେ ପାର ହେଇଯାଇଛି। କିନ୍ତୁ ଗୋଟେ କଲ୍ରେ ସମସ୍ତେ ଉଠେଇଛନ୍ତି, ସାଙ୍ଗେ ସାଙ୍ଗେ ଚାରିପଟ ଯାକ ଆମେ ବୁଲିଗଲୁ। ଚାରିପଟ ଯାକ ବୁଲିଗଲା ବେଳକୁ ସେ ସାଙ୍ଗେ ସାଙ୍ଗେ ମାନେ ମୋର ଟିକେ ଭୁଲ ହେଇଗଲା। କ'ଣ ଭୁଲ ହେଇଗଲା କହିଲେ, ସେ ଯେତେବେଳେ ମାନେ ଜାଲିଟାକୁ ଟେକିଛି ନା, ଜାଲିଟାକୁ ଟେକିଲା ପରେ ସେପଟ ବାହାର ଲାଇଟ୍ରେ ମୁଁ ଟିକେ ଦେଖିଲି ଯେ ଜାଲିଟାକୁ ସେ ବାରମ୍ବାର ଟେକିକି ଆସିଗଲା, ମାନେ ଟେକିବା ପାଇଁ ଚେଷ୍ଟା। ମୁଁ ସାଙ୍ଗେ ସାଙ୍ଗେ ସେଇଠି କୋଣାରେ ମାରିବାକୁ ଚେଷ୍ଟା କଲି ଆଗ, ମାନେ ହଠାତ୍ ସେ ତଳକୁ ଡେଇଁଛି, ମାନେ ଦିତାଲା ବିଲ୍ଡିଂରୁ ତଳକୁ ବୋଧେ ମାନେ ଦୁଲକିନି ଯେମିତି ଗୋଟେ ବୋଝ ପଡ଼େନି ସେମିତି ପୁରା ସାଉଣ୍ଡ ହେଲା। ସାଙ୍ଗେ ସାଙ୍ଗେ ଫୋନ୍ କରିକି ମୁଁ ତ ପୁଣି ସେ ତଳକୁ ଯିବି ନା, ତଳକୁ ଯିବି, ସେମାନେ ସାଙ୍ଗେ ସାଙ୍ଗେ ସେମାନେ ଉଠିକି ଆସିକି ଆମେ ଗେଟ୍ ଖୋଲିଲା ବେଳକୁ ପାର। ମାନେ ଭାବନ୍ତୁ, ଦେଖିଲେ ନା ମୁଁ କ'ଣ କହୁଥିଲି, ସେ ଗ୍ଲାସ୍ ଖୋଲିଲା ମାନେ ସେ ଆସିବ। ଠିକ୍ ଅଛି, ଆଜି ଆମେ ଫେଲିୟର ହେଇଯାଇଛୁ, ଆଜି ସେଠୁ ଭାଗିଛି। ଏବେ ତ ଆମେ ଗ୍ଲାସ୍ ଦେଇଦେବା, ଆମେ ସମସ୍ତେ କଥା ହେଇଯାଇଛୁ କି ଆଜି ସେ ଖସିଗଲା। କାଲି ଆମେ ଚେଷ୍ଟା କରୁଛୁ ଆଉ ଗୋଟେ କିଛି ଅଲଗା ପ୍ରକାର କିଛି କାମ କରିବା ପାଇଁ। ଦେଖାଯାଉ, ମାନେ କିଛି ସମୟ ଭିତରେ ପାର। ଦେଖିଲେ ତ ଲାଗିଛି ମୁହଁରେ, ଦେଖିଛୁ ମୁହଁରେ ନା, ଆଉ ଅଛି। ଚାଲନ୍ତୁ, ରାତି ବହୁତ ହେଲାଣି, ମୁଁ ଯାଉଛି ଶୋଇବାକୁ। କାହିଁକିନା ଆଜି ଡର ଭୟ କିଛି ଲାଗୁନି, କାହିଁକିନା ସମସ୍ତେ ଆଲର୍ଟ ଥିଲେ, ସମସ୍ତେ ସାବଧାନ ସହିତ ଥିଲୁ, ସମସ୍ତେ ଧରିବା ପାଇଁ ଥିଲୁ। କିନ୍ତୁ ୟା ଭିତରେ ଯେଉଁ ପ୍ଲାନିଂଟା ଆମେ ବନେଇଥିଲୁ, ମୁଁ ହଠାତ୍ ଯେଉଁ ଗଲି ନା, ସେ ଆସିଥାନ୍ତା। ଆକ୍ଚୁଆଲି ମୋର ଭୁଲ ହେଇଗଲା, ମୁଁ ଏଇଠି ମେସେଜ ଦେଇଥାନ୍ତି ତଳକୁ ଯେ ତମେ ଆସିଗଲାଣି, ଇଏ କର। ମୋର ଜଷ୍ଟ ଭୁଲ ହେଇଗଲା, ମାନେ ସମସ୍ତେ କହିଲେ ତମର ଭୁଲ ହେଇଗଲା। ସେ ଯେତେବେଳେ ଏଠି କିଛି ସମୟ ଏଇଠି ତା କାମ ସିଏ କରିଥାନ୍ତା ନା, ମୁଁ ଏଇ କୋଣରେ ବସିଥିଲି। ଦେଖନ୍ତୁ, ଏଇ କୋଣରୁ ବସିକି ମେସେଜ ଲେଖିଦେଇଥାନ୍ତି, କଲ୍ କରିଦେଇଥାନ୍ତି। ତ ଏଇଟା ସିମ୍ବଲ ଆମର ଥିଲା, କିନ୍ତୁ ମୁଁ ସାଙ୍ଗେ ସାଙ୍ଗେ ମାର୍କ କଲି କି ଆସୁଛି ବୋଲି। ସାଙ୍ଗେ ସାଙ୍ଗେ ଯେଉଁ ଏଥିରେ ଆଟାକ୍ କଲି ନା, ଏଇଟାରେ ଆଟାକ୍ କରିଦେଲି। ତ ସାଙ୍ଗେ ସାଙ୍ଗେ ସେ ପାଇପ୍ ଲାଗିଛି, ଯେଉଁ ଲାଟ୍ରିନ୍ ପାଇପ୍, ମୋଟା ପାଇପ୍, ସେଥିରେ ଖସିକି ତଳକୁ ଦୁଲକିଲି ନେଇକି ପଡ଼େ। ଆମେ ପୁଣି ଗେଟ୍ ଖୋଲିବୁ, ଇଏ ଖୋଲିକି ଗଲାବେଳକୁ ତ ପାର ହେଇଯିବ 5 ମିନିଟ୍ରେ। ତ ଏମିତି ଆଉ ଗୋଟିଏ ଚେଷ୍ଟା କରିବା। 2 ଥର ହେଇଗଲା, ତାକୁ ଶକ୍ତ ଝଟକା ଲାଗିଥିବ, କିନ୍ତୁ ନେକ୍ସଟ ଟାଇମ୍ ସେ କିଭଳି କରିବ ଦେଖିବା ଆମେ।